ବାହାରେ ବର୍ଷାର ଅଥୟ ନୃତ୍ୟ, ଭିତରେ ଗପ ଶୁଣିବାର ଉଦ୍ଦାମ ତୃଷ୍ଣା। ଭାରି ଭଲ ଲାଗେ ନା? ଜୟ ଜଗନ୍ନାଥ। କଥା ମଲ୍ଲାର ପୁଣି ଆଜି ଆପଣମାନଙ୍କ ପାଇଁ ଆଉ ଗୋଟେ ସୁନ୍ଦର ଗଳ୍ପ ନେଇ ଆସିଛି। ଶୁଣନ୍ତୁ, ଭଲ ଲାଗିଲେ ଆଉ କାହାକୁ ଶୁଣିବାର ସୁଯୋଗ ଦିଅନ୍ତୁ। ଆଜି ଶୁଣିବା ଗଳ୍ପ ପୁନଶ୍ଚ ପଦ୍ମପତ୍ର ଏବଂ ପାଣି। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ଟଙ୍କାର ଅଭାବ ମୋର କେବେ ବି ନଥିଲା। ମୋର ଅଭାବ ଖାଲି ଜନର। ସେଥିପାଇଁ ଭାବିଲି ଏତେ ବଡ଼ ଘରେ ଏକା ରହି କ'ଣ କରିବି। ଘର ବାହାରେ ଟୁଲେଟ୍ର ବୋର୍ଡଟେ ଟାଙ୍ଗି ଦେଇ ଆରାମରେ ବସିଗଲି। ପୂର୍ଣ୍ଣିମାକୁ ଧରି ବାହାଘରର 5 ଦିନ ପରେ ମୁଁ ଗାଁ ଛାଡ଼ିଥିଲି। ଗାଁର ଗୁହାଳ ଘର, ନୁଆଣିଆ ଚାଳ, ପୋଖରୀ ତୁଠ, ଘଷି କାଠ ଚୁଲିକୁ ପୂର୍ଣ୍ଣିମାର ଭୀଷଣ ଆଲର୍ଜି। ଆଦୌ ରାଜି ହୁଏନି ସେ ଗାଁକୁ ଯିବାକୁ। ତାକୁ ଏ ସହର ଭିତରେ ଏକା ଏକା ଛାଡ଼ି ମୁଁ ବି କେମିତି ଯାଇପାରିଥାନ୍ତି ଗାଁକୁ। ତେଣୁ ବାହାଘରର ଏତେ ଗୁଡ଼ିଏ ବର୍ଷ ଭିତରେ ଅତି କଷ୍ଟରେ ମାତ୍ର 3 ଥର ଏକା ଏକା ମୁଁ ଗାଁକୁ ଯାଇଥିଲି। ପ୍ରଥମ ଥର ବୋଉର ଗୋଡ଼ ଭାଙ୍ଗିବା ଖବର ଶୁଣି ଅତି ବିରକ୍ତ ହେଇ ଓଳିଟେ ପାଇଁ ଯାଇଥିଲି। ବୋଉକୁ ଗାଳି ଦେଇ ଫେରିଲି। ଏତେ ବୟସ ହେଲାଣି ସାବଧାନରେ ଚାଲିପାରୁନୁ? ନିଜେ ହଇରାଣ ହଉଛୁ, ସମସ୍ତଙ୍କୁ ହଇରାଣ କରୁଛୁ। ଏତକ କହି ତା ହାତରେ ଟଙ୍କା କିଛି ଗୁଞ୍ଜି ଦେଇ ଫେରୁଥିଲି। ସେ ସେଇଟା ଓଲଟା ମୋ ପକେଟରେ ପୂରେଇ ଦେଲା। କହିଲା, ବାପରେ, ତୋ ବାପା ଅଛନ୍ତି ପରା, ମୋର ଟଙ୍କା କ'ଣ ହବ, ନେଇଯା, ନାତି ପାଇଁ ମିଠା କିଣିଦେବୁ। ରାଗରେ ମୋର ସର୍ବାଙ୍ଗ ଜଳିଗଲା। କେତେ ମାଣ ଜମିକୁ ନେଇ ଏତେ ଗର୍ବ? ଠିକ୍ ଅଛି, ଫେରି ଆସିଲି। ପୁଅ ହିସାବରେ ମୋ କର୍ତ୍ତବ୍ୟ ମୁଁ କରିଥିଲି। ସେ ଅଭିମାନ କଲେ ମୁଁ କ'ଣ କରିବି? ଜାଣିଥିଲି ସିଏ ଆଉ ବାପା ଆଶା କରୁଥିଲେ ମୁଁ ତାକୁ ସାଙ୍ଗରେ ଆଣି ମୋ ପାଖରେ ରଖି ଡାକ୍ତର ଦେଖେଇଥାନ୍ତି। ହେଲେ ମୋ ପାଖରେ ସେତେବେଳେ କେତେଟା ବା ରୁମ୍? ସବୁ ମିଶେଇ ଦେଲେ 10ଟା କି 11ଟି ହବ କି ନାହିଁ। ସେଥିରୁ ତ ଗୋଟିଏ ବି ଫାଙ୍କା ନଥିଲା। ତାକୁ ଆଣି ମୁଁ କୋଉଠି ରଖିଥାନ୍ତି? ତା ଛଡ଼ା ତା ସେବା କରିବା ପାଇଁ ଏଠି କାହାର ସମୟ ଥିଲା? ମୋ କଥା ତ ଛାଡ଼। ପୂର୍ଣ୍ଣିମା ତା ସାଙ୍ଗ, କ୍ଲବ, କିଟିପାଟି ନେଇ ଏତେ ବ୍ୟସ୍ତ ଯେ ଏମିତିରେ ପୂର୍ଣ୍ଣିମା ଆଦୌ ଖରାପ ଝିଅ ନୁହେଁ। ନହେଲେ ମୁଁ କେମିତି ତା ସହିତ ଖାପ ଖୁଆଇ ଚଳିଥାନ୍ତି ଏତେ ଗୁଡ଼ାଏ ବର୍ଷ। ଚତୁର୍ଥୀ ପରଦିନ ସେ ଯୋଉ ଗାଁରୁ ଚାଲି ଆସିବ ବୋଲି ଜିଦ୍ କଲା, ସେଟା କ'ଣ ତା ଭୁଲ? ସବୁ ଦୋଷ ବୋଉର ଆଉ ତାକୁ ସମର୍ଥନ କରୁଥିବା ବାପାଙ୍କର। ସହରୀ ଅଲିଅଳ ଝିଅଟେ ବୋହୂ କରିନେବା ଆଗରୁ ତା ଅଭ୍ୟାସ ବିଷୟରେ ଭାବି ନେବା ସେମାନଙ୍କର ଉଚିତ ନଥିଲା କି? କନ୍ୟା ଦେଖିବାକୁ ଯିବା ଦିନ ପୂର୍ଣ୍ଣିମା କୁଆଡ଼େ ସ୍ଲିଭଲେସ୍ ଟପ୍ ସହିତ ଆଣ୍ଠୁ ଉପରକୁ ଛୋଟିଆ ସ୍କର୍ଟଟେ ପିନ୍ଧିଥିଲା। ତ କ'ଣ ହେଇଗଲା ସେଇଠୁ? ସେତିକି ଦେଖି ତାଙ୍କ ଘରୁ ନ ଖାଇ ନ ପିଇ ବାହାରି ଆସି ବୋଉ ମୋ ଦିଅ ଦେବତା, ମୋ ଇଶାଣ, ମୋ ଦଧିବାମନ କହି ସକ୍ ସକ୍ କାନ୍ଦି ପକେଇଲା। ମୋ ଜିଦ୍ରେ ସେମାନେ ରାଜି ହେଇଥିଲେ ସେଠି ବାହା କରିବାକୁ। କି ଅଦ୍ଭୁତ! କାହିଁରେ କେତେ କ୍ୱାଲିଫାଏଡ୍ ଝିଅ ସେ! କ'ଣ ତୁମେ ଯିବ ବୋଲି ସେ ପର୍ଦ୍ଦା ପଛଆଡ଼େ ଲୁଚିଥାନ୍ତା? କହୁଥିଲି ଚତୁର୍ଥୀ ପରଦିନ କଥା। ଭୋର 5ଟାରୁ ବୋଉ ପଠେଇଲା ମିନିକୁ। ବନ୍ଧୁବାନ୍ଧବ ଉଠିଯିବେ, ଯା ଭାଉଜକୁ ଡାକିଦେ। ମିନି ଆସି କବାଟ ବାଡ଼େଇଲା। ମୁଁ କବାଟ ଖୋଲି ଦେଇ ଠିଆ ହେଲି। ମୁଁ ଯଦି ସେଠି ପଦେ କହିଥାନ୍ତି, ମିନିର ବଡ଼ ବଡ଼ ଆଖି ଡୋଳା ଦିଟା ମୋତେ ମାଇଚିଆ କହିଦେଇଥାନ୍ତା। ମିନି ଧୀରେ ଧୀରେ ଯାଇ ଡାକିଲା, ଭାଉଜ, ଭାଉଜ, ଉଠ। ଫାଇଁ କରି ପୂର୍ଣ୍ଣିମା ଉଠି ବସିଲା। ମିନିର ଉପସ୍ଥିତିକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ମୋ ଆଡ଼କୁ ଅନେଇ କହିଲା, ଏତେ ଅନକଲଚର୍ଡ, ଅନସିଭିଲାଇଜ୍ଡ ଘର ତୁମର ଜାଣିଥିଲେ ମୁଁ ତମକୁ କୋର୍ଟ ମ୍ୟାରେଜ କରି ଆମ ଘରକୁ ନେଇଯାଇଥାନ୍ତି। ସାଧାରଣ ଜ୍ଞାନ ଏମାନଙ୍କର ନାହିଁ। କାଲି ଗପି ଗପି ଶୋଉ ଶୋଉ ରାତି 11 ବାଜିଲା। ପୁଣି ଅଧରାତିରୁ ଉଠି କହୁଛନ୍ତି ଗାଧାଅ। ଆଜି ଦିନ 2ଟା ପରେ ଯଦି ତୁମେ ଏ ଘରେ ମୋତେ ରହିବାକୁ କହିଛ, ଚିହ୍ନିବ ମୋତେ। ଠିକ୍ ଗୋଟାଏ ବେଳକୁ ମୁଁ ପୂର୍ଣ୍ଣିମାର ହାତ ଧରି ସେ ଘରୁ ବାହାରି ଆସିଲି। ବୋଉର ମୁହଁ ଚାହିଁବାକୁ ମୋର ଇଚ୍ଛା ନଥିଲା।
ଖାଲି ବାପାଙ୍କୁ ପ୍ରଣାମ କଲାବେଳେ କହିଲି, ବାପା, ବୋଉର କ'ଣ ତା ବୋହୂ ସାଙ୍ଗେ ଟିକେ ଆଡ଼ଜଷ୍ଟ କରିବା ଉଚିତ ନଥିଲା? ସବୁଦିନେ ଗମ୍ଭୀର ବାପା ଖାଲି କହିଲେ, ଆଡ଼ଜଷ୍ଟ ବୋଉ କରିବା କଥା ନା ବୋହୂ? ମୁଁ ଆହୁରି ରାଗିଗଲି। ପୂର୍ଣ୍ଣିମା ବୋଧହୁଏ ଶାଢ଼ୀଟାକୁ ସମ୍ଭାଳି ପାରୁନଥିଲା, ନହେଲେ ସେ ବାପାଙ୍କୁ ନିଶ୍ଚୟ ମୁଣ୍ଡିଆଟେ ମାରିଥାନ୍ତା। ତା ଶତ୍ରୁ ତ ବୋଉ, ବାପା ନୁହେଁ। ଦ୍ୱିତୀୟ ଥର ଗାଁକୁ ଯାଇଥିଲି ବୋଉର ଦେହାନ୍ତ ପରେ। ଏତେ ଭିତରେ ବୋଉ ଜାଣିପାରିନଥିଲା ତାର ଭୟଙ୍କର ଡାଇବେଟିସ୍ ବୋଲି। ସାମାନ୍ୟ ଘାଟେ ଶୁଖିଲାନି, ଆଣ୍ଠୁ ପର୍ଯ୍ୟନ୍ତ ଗୋଡ଼ ପଚିଗଲା। ଡାକ୍ତର କହିଲେ ଗୋଡ଼ କାଟିବାକୁ ପଡ଼ିବ। ସେମାନଙ୍କର ଏତେ ଗର୍ବ ଯେ ମୋତେ ଖବରଟେ ବି ଦେଲେନି, ଯଦିଓ ସେ ଏକା ସହରରେ ମୁଁ ରହୁଥିଲି। ମୁଁ କ'ଣ ପୁଅ ହିସାବରେ 1000-2000 ଟଙ୍କା ସାହାଯ୍ୟ କରିପାରିନଥାନ୍ତି? ବାପା ଟଙ୍କା ଯୋଗାଡ଼ କରୁ କରୁ ବୋଉର ଗୋଡ଼ ପେଟ ପର୍ଯ୍ୟନ୍ତ ପଚିଗଲା, ଆଉ ସେଇଥିରେ ସେ ଚାଲିଗଲା। ବାପାଙ୍କ ହାତ ଲେଖା ଅଫିସ ଠିକଣାର ଖଣ୍ଡିଏ ପୋଷ୍ଟକାର୍ଡରୁ ମୁଁ ବୋଉର ଦେହାନ୍ତ ଖବର ପାଇଲି। ସେ ପୁଣି ସେଇଦିନ, ଯୋଉଦିନ ପୂର୍ଣ୍ଣିମାର ଆନୁଏଲ ଚେଞ୍ଜ ପାଇଁ ଆମର ସିମଲା ଯିବାର ଥିଲା। ପଚାରିଲି, କ'ଣ କରିବା ଏବେ? ସେ ମୋତେ ସାନ୍ତ୍ୱନା ଦେଲା, ବୋଉ ତ ଯାଇସାରିଲେଣି, ଏବେ ଗାଁକୁ ଯାଇ କ'ଣ କରିବା? ବରଂ ଏପଟେ ନଗଲେ 1000 ଟଙ୍କା ପାଣିରେ ପଡ଼ିଯିବ। ସେଠୁ ଜଲ୍ଦି ଫେରି ଆସିବା, ତୁମେ ଏକାଦଶୀ ଦିନ ଗାଁରେ ପହଞ୍ଚି ପାରିବ। ଆଃ, ତା ଉଦାରତାରେ ମୁଁ ମୁଗ୍ଧ ହେଇଗଲି। କୋଉ ଝିଅ ଏତେ ସ୍ୱାର୍ଥ ତ୍ୟାଗ କରିପାରିବ? ତଥାପି ବୋଉ ପାଇଁ 2 ଠୋପା ଲୁହ ମୋ ଆଖିରୁ ଗଡ଼ି ପଡ଼ିଲା। ବାସ୍ନା ରୁମାଲରେ ତାକୁ ପୋଛିଦେଲି। ଏକାଦଶୀ ଦିନ ଯାଇ ବାପାଙ୍କୁ ସିଧା ଜେରା କଲି, ବାପା, ମୋତେ ଫୋନଟେ କରିପାରିଲନି? ବାପା ଖାଲି ପଚାରିଲେ, ଦେଇଥିଲୁ କି ମୋତେ ତୋ ଫୋନ ନମ୍ବର? ମୋ ପରି ପୁଅ ବୋଲି ଝଗଡ଼ା କଲିନି, ନହେଲେ ମୁଁ ଗୋଟେ ଏଡ଼େ ବଡ଼ ଅଫିସର, ବାପା କ'ଣ ମୋ ଫୋନ ନମ୍ବରଟା ଖୋଜିକି ପାଇନଥାନ୍ତେ? ତୃତୀୟ ଆଉ ଶେଷ ଥର ଯାଇଥିଲି ବାପାଙ୍କ ଅସୁସ୍ଥତା ବେଳେ। ନା, ବାପା ମୋତେ ତାଙ୍କ ଅସୁସ୍ଥତାର ଖବର ଦେଇନଥିଲେ। ମୁଁ ବି ଯାଇନଥିଲି ରୋଗାକ୍ରାନ୍ତ ବାପାଙ୍କ ସେବା କରିବା ପାଇଁ। ମିଷ୍ଟର ଏବଂ ମିସେସ୍ ସାକ୍ସେନାଙ୍କ ସହିତ ଯାଉଥିଲି ସେଇ ପାଖର ଗୋଟେ ପ୍ରୋଜେକ୍ଟ ଦେଖିବା ପାଇଁ। ଗାଁ ମୁଣ୍ଡରେ ମୋତେ ଧରିଦେଲେ ମନୁ ଦାଦା। କହିଲେ, ବାପାକୁ ଦେଖିବାକୁ ଏବେ ଆସିଲୁ? ହଉ ଆ, ଅନ୍ତତଃ ତୋ ମୁହଁ ଚାହିଁ ସେ ଶାନ୍ତିରେ ଯିବ। କେମିତି ମନା କରିବି ମୁଁ ବୁଝିପାରିଲିନି। ତଥାପି କହିଲି, ଦାଦା, ଏଇଠୁ ଫେରେ ବାପାଙ୍କୁ ଦେଖିବି। ଦାଦା ସେଇଠି ଡ୍ରାମାଟେ କରିଦେଲେ। ଭୋ ଭୋ କାନ୍ଦି ମୋତେ କହିଲେ, ଫେରିଲା ବେଳକୁ ବାପ ଥିବ ତ? ମୁଁ ଘର ଭିତରକୁ ଗଲି। ମୁଁ ଆସିବା କଥା ଶୁଣୁ ଶୁଣୁ ବାପା ଆଖି ଖୋଲିଦେଲେ। କୋଉ କଣରେ ବସି ଆଖିରୁ ଲୁହ ପୋଛୁଥିଲା ଗଣିଆଇ। ଗଦଗଦ ହେଇ କହିଲା, ବୁନୁ, ଦେଖ, ତୁ ଆସିଛୁ ଶୁଣିନା ଦାଦା ଉଠିଲେଣି। ଏଥର ନେଇଯା ତୋ ସାଙ୍ଗରେ। ଧେତ୍ତେରିକି, ମୋ ପଛଆଡ଼େ ମିଷ୍ଟର ଆଣ୍ଡ ମିସେସ୍ ସାକ୍ସେନା। ଓଡ଼ିଆ ନ ବୁଝିପାରିଲେ ବି କିଛି ଠଉରେଇ ଦେବେ ଯଦି। ତାଙ୍କ ଘରେ ଏବେ ବି ତାଙ୍କ ବାପା ଅଛନ୍ତି। 7 ବର୍ଷ ଧରି ହୁଇଲ୍ ଚେୟାରରେ ବୁଲୁଥିବା ତାଙ୍କ ମା ଅଛନ୍ତି। ମିସେସ୍ ସାକ୍ସେନା ସେମାନଙ୍କର ଖୁବ୍ ଯତ୍ନ ନିଅନ୍ତି। ନିଜେ କରି ନ ପାରିଲେ ଲୋକ ଲଗେଇ କରନ୍ତି। ମୁହଁ ଖୋଲି କହିଲେ, ଗଣିଆଇ, ମୋ ଘରେ ଜାଗା କାହିଁ? ସତରେ ବି ଜାଗା କୋଉଠୁ ଆସନ୍ତା? ଗୋଟିଏ ଘର ତ ଶାଶୁ ଶ୍ୱଶୁରଙ୍କ ପାଇଁ। ଆର ରୁମଟାରେ ରହୁଛି ଦେବୀ, ମୋ ଶାଳୀ। ଆଉ ଜାଗା କାହିଁ? ମୁହଁ ଖୋଲି କହିଲି, ବାପା ଏଇଠି ଥାଆନ୍ତୁ, ବରଂ ତୁମେ କେତେବେଳେ ଆସ, ଜମି ଜମା ସବୁ ମୁଁ ତୁମ ନାଁରେ କରିଦେବି। ମୁହଁ ଛିଞ୍ଚାଡ଼ି ଗଣିଆଇ କହିଲା, ତୁ ନ କହିଲେ ବି ଆମେ ଦାଦାଙ୍କ ଖବର ରଖୁଛୁ। ବର୍ଷେ ହେଲାଣି ସେ ବିଛଣାରୁ ଉଠି ପାରୁନାହାନ୍ତି। କିଛି ଅସୁବିଧା ତାଙ୍କର ହେଇଛି? ମୁଁ ବାହାରି ଆସିଲି। ପଛପଟୁ ଶୁଣାଗଲା, କି ସ୍ୱାର୍ଥପର ପିଲାଟା। ବୁଝିପାରିଲିନି ମୁଁ ସ୍ୱାର୍ଥପର କେତେବେଳେ ହେଲି, କେମିତି? ବାପା ବୋଉ ଯଦି ଟିକେ ପୂର୍ଣ୍ଣିମା ସହିତ ଆଡ଼ଜଷ୍ଟ କରିଯାଇଥାନ୍ତେ, ଏତେ କଥା ହେଇଥାନ୍ତା କି? ବାପାଙ୍କ ଯିବା ଖବର ଅବଶ୍ୟ ଗଣିଆଇ ଦେଇଥିଲା, କାମ ବ୍ୟସ୍ତରୁ ମୁଁ ଯାଇପାରିଲିନି। ଆମେ ଏକାଦଶୀ ଦିନ ମନ୍ଦିରରେ 3 ମୂର୍ତ୍ତି ବ୍ରାହ୍ମଣଙ୍କୁ ଖାଇବାକୁ ଦେଇଦେଲୁ। ରୋହନ ୟା ଭିତରେ କାନାଡ଼ାରେ ପୂରାପୂରି ରହିଯିବ ବୋଲି ଖବର ଦେଇଥିଲା।
ମୋ ଭଳି ପୁଅ ସିଏ ନୁହେଁ। 1.5 ବର୍ଷ 2 ବର୍ଷରେ ଥରେ ଫୋନ୍ କରେ, ତା ମାମାର ମୋର ଭଲ ମନ୍ଦ ପଚାରେ। କିନ୍ତୁ ଯୋଉଦିନ ସେ ଖବର ଦେଲା ସେଠିକାର ଗୋଟେ ଝିଅକୁ ସେ ବାହା ହେଇଯାଇଛି, ପୂର୍ଣ୍ଣିମା ଭିତରେ ଭିତରେ ପୁରା ଧସ୍କିଗଲା। ଆଶ୍ଚର୍ଯ୍ୟ! ସେ କ'ଣ ଆଶା କରୁଥିଲା? ଚାକିରି କରିବାର 8 ବର୍ଷ ଭିତରେ ଫୋନରେ 3 ଥର ମନେ ପକେଇଥିବା ପୁଅ, ନିଜ ଘର ଚାକିରି ପରେ ଆଦୌ ମାଡ଼ି ନଥିବା ପୁଅ କ'ଣ ଆସିଥାନ୍ତା ନୋଳ ମୁକୁଟ ଲଗେଇ, ବ୍ୟାଣ୍ଡ ପାର୍ଟି ବଜେଇ, ଭୁରି ଭୋଜନ ଦେଇ ଏଠୁ ଗୋଟେ ତୁଚ୍ଛା ଓଡ଼ିଆ ଝିଅକୁ ବାହା ହେବାକୁ? ରବିଶ! ଏ ସ୍ତ୍ରୀ ଲୋକ ଗୁଡ଼ାକ ଏତେ ମୂର୍ଖ କାହିଁକି କେଜାଣି? ମୂର୍ଖ ବୋଲି ସେମାନଙ୍କର ଅନୁଚିତ ଆଶା ଅଧିକ, ଆଉ ସେଇଥିପାଇଁ ସେମାନେ କଷ୍ଟ ପାଆନ୍ତି। ରୋହନର ବାହାଘର ପରେ ଦିନେ ଗୋଟେ ବିଷାଦବୋଳା ମୁହୂର୍ତ୍ତରେ ପୂର୍ଣ୍ଣିମା କହିଲା, ଭୁଲ ହେଇଗଲା, ବାପା ବୋଉଙ୍କୁ ଆଣି ଏଠି ରଖିଥିଲେ ଭଲ ହେଇଥାନ୍ତା। ମୁଁ ଦୀର୍ଘ ନିଶ୍ୱାସ ପକେଇଲି। ଦୋଷ ପୂର୍ଣ୍ଣିମାର ବାପା ବୋଉଙ୍କର। ମୋର କି ଦୋଷ ଯେ ମୁଁ ପସ୍ତେଇ ହେଇଥାନ୍ତି? ପୂର୍ଣ୍ଣିମା ପୁଣି କହିଲା, ଆଚ୍ଛା, ମୁଁ ଯଦି ପ୍ରଥମେ ଚାଲିଯାଏ କ'ଣ କରିବ ତୁମେ? ଆବେଗରେ ମୁଁ ତା ହାତ ଧରିଦେଲି। କହିଲି, ନିୟମ ତ ମୁଁ ପ୍ରଥମେ ଯିବା କଥା, କିନ୍ତୁ ତଥାପି ଯଦି ତୁମେ ଆଗେ ଯାଅ, ତେବେ ଆଜିର ଏ ପୂର୍ଣ୍ଣମୀ ଜହ୍ନ ସାକ୍ଷୀ ମୁଁ ଆତ୍ମହତ୍ୟା କରିଦେବି। କିନ୍ତୁ ଯଦି ମୁଁ ଆଗେ ଯାଏ? ଅନ୍ୟମନସ୍କ ପୂର୍ଣ୍ଣିମା ଆଉ ସବୁଦିନ ଭଳି ଆତ୍ମହତ୍ୟା କଥା କହୁ କହୁ ମୋ ପାଟିରେ ହାତ ଦେଇଦେଲାନି, ବରଂ କହିଲା, ଭଗବାନ ନ କରନ୍ତୁ, କିନ୍ତୁ ସତରେ ଯଦି ତୁମେ ଯିବ, ସେଇ ଜହ୍ନ ସାକ୍ଷୀ ବାହାର ଲୋକ ଏକାଥରେ ଆମ ମୃତ୍ୟୁ ଖବର ପାଇବେ। ସାବିତ୍ରୀ ଅମାବାସ୍ୟା ଦିନ ପୂର୍ଣ୍ଣିମା ଶୋଇଥିଲା, ହଠାତ୍ କହିଲା ଛାତି କ'ଣ ହଉଛି, ସେ ଚାଲିଗଲା। ତାକୁ ହସ୍ପିଟାଲରୁ ଫେରେଇ ଆଣିଲା ବେଳେ ଭାବିଲି, ମୁଁ ବି ମୋର ସବୁଯାକ ଔଷଧ ଏକାଥରେ ଗିଳିଦେବି, ନହେଲେ ମୂଷାମରା ଔଷଧ ପିଇଦେବି। କିନ୍ତୁ ଏତେ ଲୋକ ଭିଡ଼ ଭିତରେ ମୁଁ ସେତିକି ସୁଯୋଗ ପାଇଲିନି। ଯେତେ ଯେତେ ସମୟ ଗଡ଼ିଲା ମୋ ଘର, ମୋ ସମ୍ପତ୍ତି ପାଇଁ ମୋର ଆସକ୍ତି ବଢ଼ି ଚାଲିଲା। 100 ଚେଷ୍ଟା କରି ବି ପାରିଲିନି ଆତ୍ମହତ୍ୟା କରି। ସେଦିନର ଅମାବାସ୍ୟା ଆକାଶରେ ଆମ ପ୍ରତିଜ୍ଞାର ସାକ୍ଷୀ ଚନ୍ଦ୍ର ନଥିଲେ। ରହିଗଲି ଚୁପଚାପ। ପୂର୍ଣ୍ଣିମା ପାଖେ ମନେ ମନେ କ୍ଷମା ମାଗିନେଲି। ଏଥର ଏ ବିରାଟ ସାମ୍ରାଜ୍ୟରେ ମୁଁ ଏକା। ଘର ଭଡ଼ା ନେବା ପାଇଁ ବି ଏପର୍ଯ୍ୟନ୍ତ କେହି ଆସିନଥିଲେ। ବୋଧହୁଏ ଭୟ କରୁଥିଲେ ଏ ବିଶାଳ ପ୍ରାସାଦର ଭଡ଼ା ସେମାନେ ଦେଇପାରିବେ କି ନାହିଁ। ମୋର ଏ ହର୍ମ୍ୟ ସାଧାରଣ ନଥିଲା। ଅସାଧାରଣ ଲୋକେ କେବେ ଭଡ଼ା ଘରେ ରୁହନ୍ତିନି। ଆଜିକାଲି ସନ୍ଧ୍ୟା ହେଲେ ମୋତେ ଭୟ ଲାଗୁଛି। ନିଜ ଛାଇକୁ ଦେଖି ଡରୁଛି ମୁଁ। ବୋଉର ଶେଷ ବେଳକୁ ବାପା ଥିଲେ ତା ପାଖେ। ବାପାଙ୍କ ଶେଷ ବେଳେ ତ ମୁଁ ନିଜେ ଦେଖିଛି। ସାରା ଗାଁ ତାଙ୍କର ହେଇ ରହିଥିଲା। ହେଲେ ମୋ ପାଇଁ କିଏ ଅଛି? କିଏ ଦେବ ମୋ ଗଲାବେଳେ ଟୋପାଏ ନିର୍ମାଲ୍ୟ ପାଣି? କିଏ କରିବ ମୋର କ୍ରିୟାକର୍ମ? କାହା ହାତର ପିଣ୍ଡ ପାଇ ମୋ ଆତ୍ମା ତୃପ୍ତ ହେଇଯିବ? ରୋହନ? ମୋ ଅଦେଖା ବୋହୂ? ନା, ମୁଁ କେବେ ମୁହଁ ଚାହିଁ ନଥିବା ମୋ ଗାଁ ଲୋକେ? ଶୁଣୁଥିଲେ ଗଳ୍ପ ପୁନଶ୍ଚ ପଦ୍ମପତ୍ର ଏବଂ ପାଣି। ଦୀର୍ଘଶ୍ୱାସର ବୟସ ସିଏ। କିଏ ବୁଝେ ସେତେବେଳେ ଭୁଲ କାହାର, କିଏ ଠିକ୍ କରିଛି? ବେଳେ ବେଳେ ବୁଝିପାରିବା ବେଳକୁ ସମୟ ସବୁ ଚୋରାବାଲି ପାଲଟି ଯାଇଥାଏ। ନା ତାକୁ ଲେଉଟାଣି ଆଣି ହୁଏ, ନା ପ୍ରାୟଶ୍ଚିତ୍ତର ପର୍ବ ଆରମ୍ଭ କରିହୁଏ। ଗପ ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ, ତେବେ ଆମକୁ କମେଣ୍ଟ ଦେବାକୁ ଆଦୌ ଭୁଲନ୍ତୁନି। ଖୁବ୍ ଶୀଘ୍ର ଆଉ ଗୋଟେ ସୁନ୍ଦର ଗପ ନେଇ ଆପଣମାନଙ୍କ ପାଇଁ ଆସିବି। ରହୁଛି, ନମସ୍କାର।